ନମସ୍କାର ଦର୍ଶକ ବନ୍ଧୁ, ଆଜିର ପାଣିପାଗ ଅପଡେଟ ଆସି ଯାଇଛି। ତ ଚାଲନ୍ତୁ ଜାଣିବା ଆଜିର ପାଣିପାଗ ଅପଡେଟ ଖବର। ଆଜି କେଉଁ କେଉଁ ଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ଆଉ କେଉଁ କେଉଁ ଜିଲ୍ଲା ପାଗ ଶୁଖିଲା ରହିବ, ଏହା ଜାଣିବା ପାଇଁ ଦର୍ଶକ ବନ୍ଧୁ ଆପଣମାନେ ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଭିଡିଓକୁ ଆରମ୍ଭ କରିବା ପୂର୍ବରୁ ଭିଡିଓକୁ ଗୋଟେ ଲାଇକ୍ କରନ୍ତୁ। ତା ସହିତ ଆପଣ ନୂଆ କରି ଚ୍ୟାନେଲକୁ ଆସିଛନ୍ତି ତାହେଲେ ସବସ୍କ୍ରାଇବ କରିକି ରଖନ୍ତୁ। ପାଖରେ ଥିବା ବେଲ୍ ନୋଟିଫିକେସନକୁ ଅନ୍ କରନ୍ତୁ, ଯାହା ଫଳରେ ନୂଆ ନୂଆ ଅପଡେଟ ପାଣିପାଗ ଖବର ଆପଣ ମାନେ ସର୍ବପ୍ରଥମେ ପାଇପାରିବେ। ଆଜିର ପାଣିପାଗ ଅପଡେଟ ଆପଣ ମାନେ ଜାଣିବା ସହ ଆପଣଙ୍କ ଚାଷୀ ଭାଇ ଭଉଣୀ ମାନଙ୍କ ପାଖକୁ ନିହାତି ଭାବରେ ସେୟାର କରନ୍ତୁ, ଯାହା ଫଳରେ ସେମାନେ ମଧ୍ୟ ନୂଆ ନୂଆ ଅପଡେଟ ପାଣିପାଗ ଖବର ସର୍ବପ୍ରଥମେ ପାଇପାରିବେ। ଦର୍ଶକ ବନ୍ଧୁ, ଆଜି କେଉଁ କେଉଁ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ଅଛି ଚାଲନ୍ତୁ ନଜର ପକେଇବା। ବାଲେଶ୍ୱର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଏହି ଜିଲ୍ଲା ମାନଙ୍କରେ ଅପରାହ୍ନ ସନ୍ଧ୍ୟା ସମୟରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହି ତିନି ଜିଲ୍ଲା ମଧ୍ୟରେ ବର୍ଷା ସହ ପବନ ବେଗ ଘଣ୍ଟା ପ୍ରତି 30 ରୁ 40 କିଲୋମିଟର ପବନ ବେଗ ବହିବ। ବର୍ତ୍ତମାନ ଚାଲନ୍ତୁ ଜାଣିବା କେଉଁ କେଉଁ ଜିଲ୍ଲା ମାନଙ୍କରେ ପାଗ ଶୁଖିଲା ରହିବ। ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୂଆପଡା ଏବଂ କଳାହାଣ୍ଡି ଜିଲ୍ଲାରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିବ। ଏହି ଅଞ୍ଚଳର ତାପମାତ୍ରା 40 ରୁ 42 ଡିଗ୍ରୀ ତାପମାତ୍ରା ରହିବ। ପ୍ରଚଣ୍ଡ ଖରା ଅନୁଭୂତ ହୋଇପାରେ। ଖୋର୍ଦ୍ଧା, ଭୁବନେଶ୍ୱର, ପୁରୀ, ଜଗତସିଂହପୁର ଏବଂ ଗଞ୍ଜାମ ଏହି ଜିଲ୍ଲା ମାନଙ୍କର ମୁଖ୍ୟତଃ ପାଗ ଶୁଖିଲା ରହିବ, କିନ୍ତୁ ଗୁଳୁଗୁଳି ଅଧିକା ହୋଇପାରେ। ବାକି ସବୁ ଜିଲ୍ଲା ମାନଙ୍କରେ ସାମାନ୍ୟ ମେଘୁଆ ପାଗ ଦେଖା ଦେଇପାରେ, ନଚେତ ପାଗ ଶୁଖିଲା ରହିବ। ଦର୍ଶକ ବନ୍ଧୁ, ଆଜିର ପାଣିପାଗ ଅପଡେଟଟି ଆପଣମାନଙ୍କୁ ନିହାତି ଭାବରେ ଭଲ ଲାଗିଥିବ। ଭିଡିଓଟି ଏବେ ପର୍ଯ୍ୟନ୍ତ ଲାଇକ୍ କରିନାହାନ୍ତି ତାହେଲେ ଲାଇକ୍ କରନ୍ତୁ। ଚ୍ୟାନେଲ ଯଦି ଆପଣ ନୂଆ କରି ଆସିଛନ୍ତି ତାହେଲେ ସବସ୍କ୍ରାଇବ କରିକି ରଖନ୍ତୁ। ପାଖରେ ଥିବା ବେଲ୍ ନୋଟିଫିକେସନକୁ ଅନ୍ କରନ୍ତୁ, ଯାହା ଫଳରେ ନୂଆ ନୂଆ ଅପଡେଟ ପାଣିପାଗ ଖବର ଆପଣ ମାନେ ସର୍ବପ୍ରଥମେ ପାଇପାରିବେ। ଆଉ ଆପଣଙ୍କର ଚାଷୀ ଭାଇ ଭଉଣୀ ମାନଙ୍କ ପାଖକୁ ନିହାତି ଭାବରେ ସେୟାର କରନ୍ତୁ, ଯାହା ଫଳରେ ସେମାନେ ମଧ୍ୟ ନୂଆ ନୂଆ ଅପଡେଟ ପାଣିପାଗ ଖବର ସର୍ବପ୍ରଥମେ ପାଇପାରିବେ।